तो हेलो है ना। ଏଇଟା ଗୋଟେ ଆମର ମାନେ ହେଉଛି ଡିଜିଟାଲ ରୁମ୍ଟା ଯେଉଁଟାକି ଆମର ସ୍କ୍ରିନ୍ରେ ଦେଖାହେଉଛି ସବୁ ଏବେ ଏବେ ହେଇଛି। ଦେନ୍ ତଳକୁ ଯିବା। ଦିସ୍ ଇଜ୍ ହୋଲ୍ ଏୟାରକ୍ରାଫ୍ଟ, ପୁରା ହୋଲ୍ ଏୟାରକ୍ରାଫ୍ଟର ଯେତିକି ସବୁ ଆମର ଅଛି ଇଣ୍ଡିଆର ସବୁ ଏଇଠି ଆମର ଷ୍ଟୋର୍ ହେଇକି ଅଛି, ମାନେ ହେଉଛି କ୍ୟାପଚର୍ ହେଇକି ଅଛି ଫ୍ରେମ୍ରେ। ମୁଁ ଲାଇଟ୍ଟା ଅନ୍ କରିଦେଉଛି। ଦିସ୍ ଇଜ୍ ଦ ଜର୍ନି। ପୁରା ହୋ ଇଞ୍ଜିନ୍ ଡିଭିଜନ୍ ଯେତେବେଳେ ଷ୍ଟାର୍ଟ ହେଇଥିଲା ଏଇଟା ପୁରା ଜର୍ନି ଆମର। ଏଇଟା ଦେଖନ୍ତୁ ପୁରା ହେଉଛି ମାନେ କେମିତି ଷ୍ଟାର୍ଟ ହେଇଥିଲା କେମିତି ନା ଏଇଠି ପୁରା ହୋଲ୍ ଏଇଠି କ୍ୟାପଚର୍ କରି ରଖାହେଇଛି। ଦେନ୍ ଆମର କ'ଣ ଇଞ୍ଜିନ୍ ସବୁ ମାନେ ହେଉଛି ଏଇଠି ମାନେ ମ୍ୟାନୁଫ୍ୟାକ୍ଚର୍ ହେଉଛି ଏଇଠି। ଏଇଠି ସବୁ ଅଛି ଆକ୍ଚୁଆଲି ଇଞ୍ଜିନ୍ କ'ଣ ଆକ୍ଚୁଆଲି R25 ଆଉ R11 ଆଉ R29B ଏ ତିନିଟା ଇଞ୍ଜିନ୍ ଏବେ ବନ୍ଦ ଅଛି। ଏ ତିନିଟା ଇଞ୍ଜିନ୍ ମାନେ ମ୍ୟାନୁଫ୍ୟାକ୍ଚର୍ ହେଉନି। ଏବେ ମ୍ୟାନୁଫ୍ୟାକ୍ଚର୍ ହେଉଛି RD33 L31FV। ଏ ଦୁଇଟା ଇଞ୍ଜିନ୍ ହେଉଛି ମ୍ୟାନୁଫ୍ୟାକ୍ଚର୍ ହେଉଛି ଆମର ଏଇ ଡିଭିଜନ୍ରେ, କୋରାପୁଟ ଡିଭିଜନ୍ରେ ବେସିକାଲି। ଆଉ L31FV ଏବେ ନ୍ୟୁଲି ମ୍ୟାନୁଫ୍ୟାକ୍ଚର୍ Su-30 ଯେଉଁଟା ଏୟାରକ୍ରାଫ୍ଟ ଆମର Su-30ରେ Su-30 MKI ଏୟାରକ୍ରାଫ୍ଟରେ ଏଇଟା ହେଉଛି ଆମର ଇଞ୍ଜିନ୍ଟା ଲାଗୁଛି, ଯେଉଁଟାକି ଦେଖିପାରୁଥିବ ଉପରେ ସେଇଟା ହେଉଛି Su-30 MKI ଆମର ଏୟାରକ୍ରାଫ୍ଟଟା। ତା ପଛପଟେ ଏଇ L31FV ଇଞ୍ଜିନ୍ଟା ଲାଗୁଛି, ଯେଉଁଟାକି ଆମେ ଫ୍ୟାକ୍ଟ୍ରି ଭିତରେ ଆମେ ପୁରା ହେଉଛି ତାକୁ ମ୍ୟାନୁଫ୍ୟାକ୍ଚର୍ କରୁଛୁ, ଟେଷ୍ଟିଂ ହେଉଛି ତାର ହୋଲ୍ ପାର୍ଟସ୍ A to Z ଯେତିକି ଏଗ୍ରିଗେଟ୍ ଲାଗୁଛି ଦେନ୍ ତାର ସବୁ ଏଇଠି ଆମର ମ୍ୟାନୁଫ୍ୟାକ୍ଚର୍ ହେଉଛି A to Z। ଯେଉଁଟାକି ଏଇଟା ରେସିଆନ୍ ମାନେ ରେସିଆନ୍ ମ୍ୟାନୁଫ୍ୟାକ୍ଚର୍, ଏଇଟା ରେସିଆନ୍ ଇଞ୍ଜିନ୍ ଯେହେତୁ ରେସିଆନ୍ର ଟେକ୍ନୋଲୋଜି ଆମେ ଆଣିଛୁ, ରେସିଆନ୍ର ଟେକ୍ନୋଲୋଜି ଥ୍ରୁରେ ଆମେ ପୁରା ଇଞ୍ଜିନ୍ ପୁରା ହୋଲ୍ ପାର୍ଟସ୍ ପୁରା ଏଇଠି ବନା ହେଉଛି ଆମର। ଏବେ RD33 ବି, ତାପରେ ଏଇଟା ହେଉଛି Su-30 ହେଉଛି ନ୍ୟୁର,
RD-33 ହେଉଛି ଓଲ୍ଡର। MiG-21 ଆମର MiG-21 ଏୟାରକ୍ରାଫ୍ଟରେ ଆମର ହେଉଛି ଏଇଟା ଲାଗୁଛି RD-33। ବେସିକାଲି ଆମର AL-31FB ଏବେ ନ୍ୟୁଲି ମାନେ ବେସିକାଲି ପ୍ରଡ଼କ୍ସନ୍ ବେଶୀ ହାଇଲି ପ୍ରଡ଼କ୍ସନ୍ ହେଉଛି AL-31FB, ଯେଉଁଟାକି ରଷିଆନ୍ ଇଞ୍ଜିନ୍ ତାର ହୋଲ୍ ପାର୍ଟସ୍ ମାନେ ଇଭନ୍ ଇଫ୍ ନଟ୍ ବଲ୍ଟ ବି ଏଇଠି ପୁରା ମ୍ୟାନୁଫ୍ୟାକ୍ଚର୍ ହେଉଛି। ଆଉ ତାପରେ MiG-27 ଯେଉଁ ଏୟାରକ୍ରାଫ୍ଟ ସେଇଟା ବେସିକାଲି ଆମର ଏବେ ବନ୍ଦ ଅଛି। R-29B MiG-21 ଏଇଟା ଭିଜନ୍ଟା ବି ସେଇଟା ବି ବନ୍ଦ ଅଛି। R-25 ଯେଉଁ ଇଞ୍ଜିନ୍ ସେଇଟା ବି ବନ୍ଦ ଅଛି। ଆଉ R-11 ଯେଉଁଟା ସେଇଟା ବି ବନ୍ଦ ଅଛି MiG-21। ଏବେ ଖାଲି ଚାଲିଛି MiG-29ଟା ଖାଲି ଚାଲିଛି, ଯେଉଁଟାକି RD-33 ଆମର ହେଉଛି ଓଲ୍ଡ ଡିଭିଜନ୍ରେ, ଯେଉଁଟା ଓଲ୍ଡ ଇଞ୍ଜିନ୍ ଡିଭିଜନ୍ରେ ହେଉଛି ମ୍ୟାନୁଫ୍ୟାକ୍ଚର୍ ହେଉଛି। ଆଉ Su-30K MK AL-31FBଟା ଯେଉଁଟା ଆମର Su-30K MK ଏୟାରକ୍ରାଫ୍ଟରେ AL-31FBଟା ହେଉଛି ଆମର ଯେଉଁଟାକି ଲାଗୁଛି ଇଞ୍ଜିନ୍ଟା, ସେଇଟା ହେଉଛି ହାଇଲି ପ୍ରଡ଼କ୍ସନ୍ ହେଉଛି ଆମର ଏଇଠି। ଆମର ଇଞ୍ଜିନ୍ର ପାଖାପାଖି ୱେଟ୍ ରହୁଛି AL-31 ଆକ୍ଚୁଆଲି ବେସିକାଲି ମୁଁ AL-31FBରେ ମୁଁ ବେସିକାଲି କହିଦେଉଛି। ଆମର ଇଞ୍ଜିନ୍ର ୱେଟ୍ ରହୁଛି 1570 ସମଥିଙ୍ଗ ପାଖାପାଖି ରହୁଛି। ଆଉ ଯେଉଁଠିକି ଆମର ଟୋଟାଲ୍ ଏୟାରକ୍ରାଫ୍ଟ Su-30K MK ଏୟାରକ୍ରାଫ୍ଟ ଲାଗୁଛି। ଦେନ୍ RD-33 ବିଷୟରେ ଏତେ ନଲେଜ୍ ନାହିଁ ମୁଁ ଆକ୍ଚୁଆଲି, ଦେନ୍ ମୁଁ ସେଇଟା ମୁଁ କହିବି ନେକ୍ସଟ ଭିଡ଼ିଓରେ ମୁଁ କହିବି। ଏଇଟା ଟୋଟାଲ୍ ଆମ ଜେଟ୍ ଫାଇଟରର ଜେନେରେସନ୍ କେମିତି କ'ଣ ଫାଷ୍ଟରୁ ହେଇଥିଲା ଟୋଟାଲ୍ ଏଇଠି ଆମର କ୍ୟାପଚର୍ ଅଛି। ଦିଜ୍ ଆର୍ ଅଲ୍ ଏୟାରକ୍ରାଫ୍ଟ ମଡ଼େଲ୍ସ। এটা হচ্ছে তেজস এটা, তারপরে MiG-21 MiG-27 এটা হচ্ছে মারুত। ଏମିତି ଏୟାରକ୍ରାଫ୍ଟ ମଡ଼େଲ୍ ଗୁଡ଼ା ସବୁ ଏମିତି ଅଛି ଆମର। ଦେଖନ୍ତୁ ଏଇଟା ହେଉଛି ଜାଗୁଆର, HPT-32, ଭ୍ୟାମ୍ପାୟାର, HJT, ହାୱାକ୍ ସବୁ ମଡ଼େଲ୍ ଗୁଡ଼ା ଦେଖାଇ ଦେଉଛି। ଆଉ ଏଗୁଡ଼ା ଆମର କେବେ କ'ଣ ହେଉଛି ସବୁ କେଉଁ ଇୟର୍ରେ ଆମର ସବୁ ଏଗୁଡ଼ା ସବୁ ମ୍ୟାନୁଫ୍ୟାକ୍ଚର୍ ହେଇଥିଲା ଇଞ୍ଜିନ୍ ଗୁଡ଼ା, ତା'ର ସବୁ ଡିଟେଲ୍ସ ଏଠି ଅଛି। କେଉଁ ଇୟର୍ ୱାଇଜ୍ କେମିତି କେଉଁ ଇୟର୍ ୱାଇଜ୍ କ'ଣ ହେଇଥିଲା। ଏଇଟା ବେସିକାଲି ଆମର ଏୟାରକ୍ରାଫ୍ଟ କେମିତି ମାନେ ହେଉଛି ଏକ୍ସପାଣ୍ଡ ହେଲା, ମାନେ ହେଉଛି କେମିତି ମୂଳରୁ ପୁରା ଉପରେ ଯାଏ, ମାନେ କେମିତି ଆମେ ଏବେକା ଷ୍ଟେଜ୍ ଆମେ କେମିତି ପହଞ୍ଚିଛୁ ପୁରା ମୂଳରୁ। ଏଠି ପୁରା ହୋଲ୍ ଡିଟେଲ୍ସ ଏଠି ପୁରା କ୍ୟାପଚର୍ ହେଇକି ଅଛି। ଆପଣ ଆସିଲେ ଏଠି ଭିଜିଟ୍ କଲେ ଆପଣ ଜାଣିପାରିବେ। ସବୁ ମାନେ ଛୋଟ ଛୋଟ ମଡ଼େଲ୍ ଗୁଡ଼ା ସବୁ ରଖା ହେଇଛି, ଯେମିତିକି କମ୍ପ୍ରେସର୍ ଷ୍ଟାର୍ଟର ଭ୍ୟାନ୍ସ, ଏଇଟା ହେଉଛି କମ୍ପ୍ରେସର୍ ଡିସ୍କ, ଏଗୁଡ଼ା ସବୁ ଅଛି ଆମର ସେଇଠି। ଏଗୁଡ଼ା ଯେତିକି ବି ସବୁ ରଖା ହେଇଛି ନା ସବୁ ଏଇଠି ଆମର ଇଞ୍ଜିନ୍ ଡିଭିଜନରେ ମ୍ୟାନୁଫ୍ୟାକ୍ଚର୍ ହେଉଛି। ସବୁ ଯେତିକି ବି ସବୁ ହେଉଛି ସବୁ ଏଇଠି ମ୍ୟାନୁଫ୍ୟାକ୍ଚର୍ ହେଉଛି। ଯେମିତିକି ଦେଖୁଥିବେ କମ୍ପ୍ରେସର୍ ଷ୍ଟାର୍ଟର କ୍ୟାସିଂ ହେଉଛି, ଟର୍ବାଇନ୍ ବ୍ଲେଡ଼୍ସ ହେଉଛି, ମାନେ ରୋଟର ବ୍ଲେଡ଼୍ସ ହେଉଛି, ସବୁ କାଷ୍ଟିଂଠୁ ଲଗେଇକି ଆମର ସବୁ ଏଇଠି ମ୍ୟାନୁଫ୍ୟାକ୍ଚର୍ ହେଉଛି। କିଛି ଆମକୁ ବାହାରୁ କିଛି ଇନପୁଟ୍ କରିବାକୁ ପଡ଼େ, ଯେହେତୁ ରଷିଆନ୍ ଇଞ୍ଜିନ୍ ତ ରଷିଆନ୍ ଇଞ୍ଜିନ୍ ବାହାରୁ ଇମ୍ପୋର୍ଟ କରିବାକୁ ପଡ଼େ, ବଟ୍ କିନ୍ତୁ ବାହାରୁ ଇମ୍ପୋର୍ଟ କିଛି କରାହେଉନି, ସବୁ ଏଇଠି ମ୍ୟାନୁଫ୍ୟାକ୍ଚର୍ ହେଉଛି। ଆମର ଏଇଠି ସପ୍ କେମିତି ଭିତରେ ମାନେ ଫ୍ୟାକ୍ଟ୍ରି ଭିତରେ ସପ୍ସ ଗୁଡ଼ା କେମିତି ଅଛି, ଏଇଗୁଡ଼ା ସବୁ ମଡ଼େଲ୍ ଗୁଡ଼ା ତା'ର ସବୁ କ୍ୟାପଚର୍ ହେଇକି ଅଛି। ସପ୍ ଗୁଡ଼ା କେମିତି କ'ଣ କାମ ହେଉଛି, କେମିତି କ'ଣ ନାହିଁ, ଏଗୁଡ଼ା ସବୁ ଆମର କ୍ୟାପଚର୍ ହେଇକି ଅଛି ଏଥିରେ। ଆଉ ଯେଉଁଟାକି ବେଶୀ କ୍ରିଟିକାଲ୍ ପାର୍ଟ ଗୁଡ଼ା, ମାନେ ବହୁତ ହାଇଲି ରିସ୍କ ପାର୍ଟ ଗୁଡ଼ା, ଯେଉଁମାନେ ମ୍ୟାନୁଫ୍ୟାକ୍ଚର୍ କଲା ବେଳକୁ ବହୁତ ଡ୍ୟାମେଜ୍ ହେବାର ମାନେ ଚାନ୍ସେସ୍ ଥାଏ, ଏଗୁଡ଼ା ସେଇ ପାର୍ଟସ୍ ଗୁଡ଼ା ଆମର ଏଇଠି କ୍ୟାପଚର୍ ହେଇକି ଅଛି। ଦେନ୍ ଏଗୁଡ଼ା ବେନିଫିଟ୍ ମାନେ ସୋସାଇଟିକୁ ଆମର କ'ଣ ବେନିଫିଟ୍ ହେଉଛି ତା'ର ଉପରେ ସବୁ ଏଇଟା ସବୁ ଏମିତି ସବୁ ଅଛି। ଆକ୍ଚୁଆଲି ନା ଏଇଠି ଗୋଟେ ହେଉଛି କ'ଣ କହିଲ, ମାନେ ଯେଉଁ Su-30 MKIର ବି ଗୋଟେ ମଡ଼େଲ୍ ରଖିବା କଥା, ଜାଣିଛ କି ନାହିଁ? RD-33 ଏ ଯେଉଁ AL-31FBର ଗୋଟେ ଇଞ୍ଜିନ୍ ଗୋଟେ ମଡ଼େଲ୍ ରଖିବା କଥା, Su-30 MKIର ରଖିବା କଥା, ଯେମିତିକି ବାଙ୍ଗାଲୋରରେ ରଖା ହେଇଛି, ରଖିବା କଥା, ବଟ୍ ରଖିନାହାନ୍ତି। ଆଉ ଏପଟୁ ଯିବା ଆସ। ହଁ ଆସ ଏପଟକୁ ଆସ। ଦେନ୍ ଆମର ଏଇଟା ପୁରା ହେଲିକପ୍ଟର ଗୁଡ଼ା ଯେଉଁ ରହୁଛି, ହେଲିକପ୍ଟର ଡାଇଗ୍ରାମ୍ ଏଇଟା ଆମର ଯେତିକି ହେଲିକପ୍ଟର ଡାଇଗ୍ରାମ୍ ମାନେ ଅଛି ସବୁ ଏଇଟା ଆପଣଙ୍କୁ ଦେଖିବାକୁ ମିଳିଯିବ। ଏଗୁଡ଼ା ସବୁ ଆମର ଯେମିତି ଆମର ଆମ୍ବୁଲାନ୍ସ ହେଉ କି ରେସ୍କ୍ୟୁ ହେଉ କି ମେରାଇନ୍ରେ ରେସ୍କ୍ୟୁ ହେଉ କି ଯେତିକି ସବୁ ଅଛି ଆମର ଏଠି ମାନେ ଇଣ୍ଡିଆର ସବୁ ଏଇଠି ଆମର କ୍ୟାପଚର୍ ହେଇକି ଅଛି। ଏଇଟା
देखो आ टोटाल यहाँ आमर पूरा हूँ MiG-21 फाइटर पूरा बेस प्लानटा पूरा यहाँ बेस प्लानटा जे केमती कौन होमती कौन ना सब फिटिंग टू लगे सब ये लिखाई आपड़ ये विजिट कले जापर जो कंबसन चैम्बर यहाँ फंक्शन केमती हो इंजिन यहाँ टोटाल डिटेल्स रखाई यहाँ हूँ आमर सब मॉडल गुड़ा जमी फ्लैग रिंग गियर बॉक्स जेट नोजल रीड कंट्रोलर गुड़ा सब आमर अच्छी यहाँ बेयरिंग पार्ट गुड़ा सब रखाई गुड़ा सब मॉडल गुड़ा गोटे छोटे छोटे मॉडल रखाई बेयरिंग पार्ट्स गियर गोटे जी भी सब देखुं जी सब बेयरिंग सब अच्छी बेयरिंग पार्ट्स गुड़ा जेट नोजल गुड़ा सब आम ये मैन्युफैक्चर होम इंजिन डिविजन में जोटा कि बहुत खुशी कथा इंडिया रशियन टेक्नोलोजी यूज करी माने निजको माने निजर सब प्रोडक्शन कहाँ डिपेंडेंट होनी से सब बड़ कथा भीतर सिनारी किसी एमती अच्छी एबे देखो MiG-21 एक्चुअली MiG-21 एबे एक्चुअली हमर बंद अच्छी कारण MiG-21 बंद हो गला आओ MiG-21 विषय मुझे देखो केमती कौन यहाँ पूरा हूँ MiG-21 पूरा आमर एयरबेस रु उठाई अणाई माने DI पार्टा यहाँ एक्चुअली आटा पूरा केमती कौन रही केमती कौन ना मुझे देखा आपको देखा केमती कौन अच्छी केमती कौन ना यहाँ हूँ पायलट कैबिन रहा पायलट कैबिन रहा यहाँ अच्छी यहाँ आमर हूँ फुएल इंजेक्ट हुए यहाँ फुएल टैंकटा देखिपे यहाँ फुएल इंजेक्ट हुए यहाँ विंग्स गुड़ा यहाँ सीट फुएल इंजेक्ट हुए ये फ्लैप गुड़ा एगुड़ा फ्लैप तो जानते फ्लैप ये स्टेबलाइजर गुड़ा सब देन यहाँ हूँ आमर होल गोटे मॉडल रखाई अणाई कि मैंने एयरबेस अणिक रखाई ये भितर हूँ इंजिन इंजेक्ट हम माने इंजिन ये रही माने सेट करा ये भितर इंजिन आ भितर मॉडल पार्टा आप देखते भितर केमती रोचे यहाँ ये भितर आसिक इंजिन माने लगा हम आ देखंतु केमती रही भीतर मॉडलटा केमती रही देखंतु आउ MiG-21 मु आपन देखुची MiG-21 इंजिनटा जोटा कि R25 इंजिन लगे बेसिकली गोटे बंद है आमर R25 इंजिनटा यहाँ इंजिनटा पूरा केमती कौन लगी देखो ये इंजिनटा हूँ MiG-21 लगुला यहाँ देखो R25 इंजिन पूरा मुझे हल्का ब्रीफली मुझे आपको बुझे दूसरी केमती कौन माने इंजिन कामटा कौन बेसिकली जितेटा भी इंजिन आमर ये हूँ सब बेसिकली कम हो सेमती सेम कम प्रोसेस सेम प्रोसीजर सेम मुझे बतुचे टी हल्का मुझे बतई दूसरी यहाँ को आम कौन जेट यहाँ आम कौन जेट ए ब्लेड गुड़ा जी देखुं यहाँ कहुच्छे जेट यहाँ हूँ बेसिकली फैन ये फैनटा हूँ कौन कर घूर माने घूरी सारापर हूँ एयर टाक टाण एयर पास कर भितर एयर पास कर भितर को एयर जो भितर को पास कर देन आमर एयर जो पास कर कंप्रेसर दुटा अच्छी आमर हाई प्रेशर लो प्रेशर कंप्रेसर अच्छी तो हाई प्रेशर लो प्रेशर कंप्रेसर काम कौन सी जो एयर को कंप्रेस करवा माने रिक्वायर हिसाब से सी हूँ कंप्रेस कर जोटा कि हाई प्रेशर अच्छी लो प्रेशर अच्छी दुटा आम कंप्रेसर अच्छी तू कंप्रेसर अच्छी जो से कंप्रेस कर सारा पर हूँ आमर जीव कंबसन चैम्बर कंबसन एयर कंप्रेस हम एयर कंप्रेसर अकॉर्डिंग टू रिक्वायर लो प्रेशर हाई प्रेशर कंप्रेसर यूज करा जाए देन कंप्रेस एयर कंप्रेस हो सारा पर दुटा आमर स्पार्क प्लग लगी बोथ साइड दुटा स्पार्क प्लग लगी तो स्पार्क प्लग दुटा जो लगी से स्पार्क प्लग एयर जो कंप्रेस आस से स्पार्क प्लग रे इग्नाइट हम से स्पार्क हम मैंने स्पार्क प्लग रे आसिकी स्पार्क हम देन स्पार्क हो सारा पर से कंबसन चैम्बर तार प्रोसीजर स्टार्ट कर कंबसन हो सारा पर कंबसन पर जो गैस बाहर जो गैसटा बाहर कंबसन हो सारा पर जो निआटा जल निआ जल पर तार जो धुआटा जो गैस जोटा आम कहे धुआटा जो सेटा हूँ टर्बाइन को घूरेब टर्बाइन को घूरे सारा पर आमर भितर जेट नोजल थ्रू देखुए जेट नोजल थ्रू रू से आमर गैसटा बाहर को एग्जस्ट हम तो एग्जस्ट हेल्ले कौन प्रोपेल से आगे प्रोपेल कर
କାମ ଦେଖାଯାଉଛି ମାନେ ଆଗ ଆଡ଼ୁ ସବୁ କାମ ହେଉଛି କିନ୍ତୁ ଦେଖାହେଉଛି ଆଗ ଆଡ଼ୁ ସବୁ ହେଉଛି କିନ୍ତୁ କାମ ହେଉଛି ସବୁ ପଛପଟୁ। ବେସିକାଲି ଏୟାର ଇନଟେକ୍ କରିବ ଏପଟୁ, ଦେନ୍ ଏୟାର ଇନଟେକ୍ ହେଇସାରିଲା ପରେ କମ୍ପ୍ରେସର ଆମର ଦୁଇଟା ଅଛି, ହାଇ ପ୍ରେସର ଲୋ ପ୍ରେସର କମ୍ପ୍ରେସର ଅଛି। ହାଇ ପ୍ରେସର ଲୋ ପ୍ରେସର ଏୟାରକୁ କମ୍ପ୍ରେସ୍ କରିସାରିଲା ପରେ ଆମର ଏଠି କମ୍ବସନ୍ ଚାମ୍ବର ଅଛି, ଏଇଟା ଯେଉଁଟା କମ୍ବସନ୍ ଚାମ୍ବର ଏଠି ଇଗ୍ନାଇଟ୍ ହେବ, ଦୁଇଟା ସ୍ପାର୍କ ପ୍ଲଗ୍ ଅଛି ସେଠି ଇଗ୍ନାଇଟ୍ ହେବ। ଇଗ୍ନାଇଟ୍ ହେଇସାରିଲା ସ୍ପାର୍କ ହେଇସାରିଲା ପରେ ଆମର ହେଉଛି ନିଆଁରେ ଜଳ, ଯେଉଁ ନିଆଁରେ ଜଳ ଯେଉଁ କହୁଛନ୍ତି ତାର ଯେଉଁ ଗ୍ୟାସେସଟା ସେଇଟା ହେଉଛି ପ୍ରୋପେଲ, ମାନେ ଆମର ଟର୍ବାଇନରେ ଆସିକି ଟର୍ବାଇନକୁ ଘୁରେଇବ। ଦେନ୍ ଟର୍ବାଇନଟା ଘୁରେଇ ସାରିଲା ପରେ ସେ ଏକ୍ଜଷ୍ଟ ଗ୍ୟାସଟାକୁ ବାହାରକୁ ଫୋପାଡ଼ିବ, ଯେଉଁଟାକି ପ୍ରୋପେଲ କରିବ ଆଗକୁ ବଢ଼େଇବା ପାଇଁ। ବେସିକାଲି ମୁଁ ଆପଣଙ୍କୁ ଯେଉଁଟା ବତେଇଲି ଏବେ ଏମିତି ଦେଖନ୍ତୁ, ଭିତର ପାର୍ଟ ଗୁଡ଼ା ଏମିତି ଅଛି। ଆପଣ ଥରେ ଭିଜିଟ୍ କରନ୍ତୁ HL ମ୍ୟୁଜିୟମ୍, ହାଲ୍ ମ୍ୟୁଜିୟମ୍ କୋରାପୁଟ ଡିଭିଜନ୍। ତ କୋରାପୁଟ ଇଞ୍ଜିନ୍ ଡିଭିଜନକୁ ଆଉ ଗୋଟେ ହେଉଛି ଡିସାଇଡ଼୍ ନେବା କଥା, କାରଣ ଏବେ ରିସେଣ୍ଟଲି ଯେଉଁ ଆମ ଇଞ୍ଜିନରେ କାମ ଚାଲିଛି, ମାନେ ଯେମିତିକି RD33 ଆଉ AL31FB, ଯେଉଁଟାକି ଏୟାରକ୍ରାଫ୍ଟ ଆମର Su-30MK ଆଉ MiG-29ରେ ଯେଉଁ ଆମର ଲାଗୁଛି, ତ ତାର କିଛି ମଡ଼େଲ୍ ଆମର ଏଇଠି ରଖିବା କଥା। କାରଣ ଏବେ ରିସେଣ୍ଟଲି ଯେଉଁ କାମ ଚାଲିଛି ଲୋକ ସେଇଟା ଦେଖିବେ, ଜାଣିବେ ଯେ ହଁ ଏଇଟା ଆମ ଜେଟ୍ କାମ, ଏଇଟା ଆମର ଚାଲିଛି ଏବେ ଇଣ୍ଡିଆରେ, ଏଇଟା ଆମର ଅଛି। ଆଉ ତା ମ୍ୟାନୁଫ୍ୟାକ୍ଚରିଂ ଉପରେ ଟିକେ ରଖିବା କଥା, କାରଣ ବହୁତ ପ୍ରାଉଡ଼ର କଥା ଯେ ଆମେ ଏଇଠି ମ୍ୟାନୁଫ୍ୟାକ୍ଚର୍ କରିକି ଏତେ ବଡ଼ ପ୍ରଡ଼କ୍ସନ୍ କରୁଛୁ, ପ୍ଲସ୍ ହେଉଛି ଆମେ ଡିପେଣ୍ଡେଣ୍ଟ କାହା ଉପରେ ହେଉନୁ, ସେଇଟା ସବୁଠୁ ବଡ଼ କଥା। ତ ତା ଉପରେ ଗୋଟେ ଛୋଟ ମଡ଼େଲ୍ ଯେମିତି ବାଙ୍ଗାଲୋରରେ ରଖାହେଇଛି, ତ ତା ଉପରେ ଗୋଟେ ଛୋଟ ମଡ଼େଲ୍ ଆମର ଏଠି ରଖିବା କଥା, ମାନେ ଯେମିତି ବଡ଼ ଇଞ୍ଜିନ୍ ନ ହେଉ ବଟ୍ କିନ୍ତୁ ଛୋଟ ତାର ଗୋଟେ ମଡ଼େଲ୍ ରଖିବା କଥା ଏଇଠି କରିକି। ଆଉ ଜେଟ୍ର ବି ମାନେ ଯେଉଁ ଏୟାରକ୍ରାଫ୍ଟର ବି ଗୋଟେ ମଡ଼େଲ୍ ରଖିବା କଥା, ଏୟାରକ୍ରାଫ୍ଟ ମଡ଼େଲ୍ ବି ଏଇଠି ଛୋଟ ଗୋଟେ ରଖିବା କଥା, ଯେଉଁଟାକି ଲୋକ ଆସୁଛନ୍ତି ରିସେଣ୍ଟଲି ଜାଣିବା କଥା, ଯେ ଲୋକ ଜାଣିବେ ଯେ ହଁ ଆ ଉପରେ ଏବେ ଇଞ୍ଜିନ୍ ଡିଭିଜନରେ କାମ ଚାଲିଛି ବୋଲି। ବାହାରୁ ଆମର ସିନାରିଓ ଏମିତି କିଛି ଅଛି। Thank you for watching. Don't forget like, share, and subscribe.